ଅତୁଟ ବନ୍ଧନ ଧାରାବାହିକରେ ଆପଣମାନେ ଦେଖିବେ ସରସ୍ୱତୀ କହିବେ ମୁଁ ଏଇ ମାସେ ହେବ ଫେରିଛି ଆଉ ଏଇଠି ଏ ମନ୍ଦିର ପାଖରେ ରହୁଛି। ତେଜସ୍ କହିବେ ଆପଣଙ୍କର କ'ଣ ଘର ନାହିଁ? ସରସ୍ୱତୀ କହିବେ ହଁ ମୋର ଘର ଅଛି, କିନ୍ତୁ ମୁଁ ସେଠିକି ଯାଇପାରିବିନି କାହିଁକି ନା ମୁଁ ଗୋଟେ ମର୍ଡର କରିଥିଲି। ଡରିବା କିଛି ଦରକାର ନାହିଁ। ମୁଁ ମୋ ପୁଅର ଜୀବନ ବଞ୍ଚାଇବା ପାଇଁ ଏମିତି କିଛି କରିଥିଲି, ହେଲେ ମୋ ସ୍ୱାମୀ ମୋତେ ଭୁଲ ବୁଝିଲେ ଆଉ ମୋତେ ଘରୁ ବାହାର କରିଦେଲେ। ହେଲେ ତୁ ଏତେ ରାତିରେ ଏଠି କ'ଣ କରୁଛୁ? ତେଜସ୍ କହିବେ ସେ କଥା କ'ଣ କି ମୁଁ ମୋ ସ୍ତ୍ରୀଙ୍କୁ ତାଙ୍କ ବାପ ଘରେ ଛାଡ଼ିବା ପାଇଁ ଆଣିଥିଲି। ସରସ୍ୱତୀ କହିବେ କାହିଁକି? ତୋ ସ୍ତ୍ରୀକୁ ତୁ ଏତେ ରାତିରେ ବାପ ଘରେ କ'ଣ ପାଇଁ ଛାଡ଼ିବାକୁ ଆସିଥିଲୁ? ତେଜସ୍ କହିବେ କାହିଁକି ନା ସେ ନିଜ ଭଉଣୀ ଆଉ ତା ପେଟରେ ଥିବା ପିଲାକୁ ଜୀବନରୁ ମାରିବାକୁ ଚେଷ୍ଟା କରିଛନ୍ତି। ସେଥିପାଇଁ ତାଙ୍କର ଆମ ଘରେ ଆଉ କୌଣସି ଜାଗା ନାହିଁ। ସରସ୍ୱତୀ କହିବେ ତୁ ସତ କହୁଛୁ ନା ତୁ ବି ତୋ ବାପାଙ୍କ ଭଳି ନିଜ ସ୍ତ୍ରୀକୁ ଭୁଲ ବୁଝୁଛୁ? ତେଜସ୍ କହିବେ ମୋ ବାପାଙ୍କ ଭଳି ମାନେ? ସରସ୍ୱତୀ କହିବେ ମାନେ ତୁ ମୋତେ ଏଇ ଟିକେ ଆଗରୁ ତୋ ମା ବୋଲି କହିଲୁ, ଆଉ ସେ ହିସାବରେ ମୋ ସ୍ୱାମୀ ତୋ ବାପା ହେଲେ ନା, ସେଥିପାଇଁ ମୁଁ କହିଥିଲି। ଭୁଲ ବୁଝିବୁନି। ଭୁଲ ବୁଝାମଣା ସମ୍ପର୍କରେ ଫାଟ ସୃଷ୍ଟି କରେ, ଯୋଉଟାକି ସମୟ କେବେ ବି ପୂରା କରିପାରେନି। ଏହି ସମୟରେ ଭବାନୀ ତେଜସ୍କୁ କଲ୍ କରିବେ ଆଉ ସରସ୍ୱତୀ କହିବେ ଲାଗୁଛି ତୋ ମା ତୋତେ ଖୋଜିଲେଣି, ତୁ ଏବେ ଘରକୁ ଫେରିଯିବା ଉଚିତ। ଏହାପରେ ତେଜସ୍ ଘରକୁ ଚାଲି ଆସିବେ ଆଉ କହିବେ କିଏ ସେ ଲେଡି? ମୋତେ ସେ ଏମିତି କ'ଣ ପାଇଁ କହିଲେ? ଆଉ ତାଙ୍କର ସବୁ କଥା ମୋତେ ଏତେ ବ୍ୟସ୍ତ କ'ଣ ପାଇଁ କରିଦେଉଛି? ଏମିତି ଲାଗୁଛି ଯେମିତି ମୁଁ ତାଙ୍କୁ ବହୁତ ଆଗରୁ ଜାଣିଛି। ମୁଁ ବୋଧେ ଟିକେ ଓଭର ଥିଙ୍କ କରିଦେଉଛି, ସେଥିପାଇଁ ଏମିତି ଲାଗୁଛି। ଏପଟେ ତ୍ରିନାଲି ମନ୍ଦିରକୁ ଆସିବେ ଆଉ ସେ ତଳେ ପଡ଼ିବାକୁ ଯିବା ବେଳେ ସରସ୍ୱତୀ ଆସି ତାଙ୍କୁ ଧରିନେବେ। ତ୍ରିନାଲି କହିବେ ଆପଣ ଏଠି? ମୁଁ ଯେବେ ବି କିଛି ଅସୁବିଧାରେ ପଡ଼ୁଛି ଆପଣ ଆସି ମୋତେ ବଞ୍ଚାଇ ଦେଉଛନ୍ତି। ସରସ୍ୱତୀ କହିବେ ରାଧାକୃଷ୍ଣ ଆମ ଭିତରେ ବୋଧେ କିଛି ସଂଯୋଗ ତିଆରି କରିଛନ୍ତି, ସେଥିପାଇଁ ତ ଏମିତି ହେଉଛି। ହେଲେ ତୁ ଆଜି ସକାଳୁ ସକାଳୁ ମନ୍ଦିରରେ କାହିଁକି? କ'ଣ କିଛି ହେଇଛି? ତ୍ରିନାଲି କହିବେ ନାଇଁ, ସେମିତି କିଛି ନାହିଁ। ମନଟା ଭଲ ନଥିଲା ତ ଭାବିଲି ରାଧାକୃଷ୍ଣଙ୍କ ଦର୍ଶନ କରିଦିଏ। ସରସ୍ୱତୀ କହିବେ କାହିଁକି? ତୋ ସ୍ୱାମୀ କ'ଣ ତୋତେ ଭଲ ପାଉନି? ତ୍ରିନାଲି କହିବେ ସାରା ଦୁନିଆ ଉପରୁ ଭଲ ପାଇବାର ବିଶ୍ୱାସ ମୋର ହଟିଯାଇଛି, ଆଉ କେହି ମୋତେ ବିଶ୍ୱାସ କରିବେ କି ଭଲ ପାଇବେ ସେ ଆଶା ମୁଁ ଆଉ ରଖିନି। ସରସ୍ୱତୀ କହିବେ ଯେତେବେଳେ କେହି ଆମ ଉପରେ ଭରସା କରନ୍ତିନି, ଏମିତିକି ଆମ ସ୍ୱାମୀ ବି ଆମ ଉପରେ ଭରସା ନ କରି ଆମ ହାତ ଛାଡ଼ି ଦେଇଥାନ୍ତି, ସେତେବେଳେ ଆମର ସାରା ଦୁନିଆ ଉପରୁ ଆଉ ଭଲ ପାଇବା ଉପରୁ ଭରସା ଉଠି ଯାଇଥାଏ। ହେଲେ ଗୋଟେ ସଧବା ନାରୀ ସେତେବେଳେ ରାଧାକୃଷ୍ଣଙ୍କ ଉପରେ ଭରସା ରଖିବା ଉଚିତ। ହୁଏତ ଏଇଟା ତାଙ୍କ ପାଇଁ ଗୋଟେ ଲୀଳା ହେଇଥିବ, ଆଉ ଏ ଦୂରତା ପରେ ପୁଣି ହୁଏତ ସେ ଦି ଜଣଙ୍କୁ ଏକାଠି ବି କରିପାରନ୍ତି। ସେଥିପାଇଁ ତୁ ନିଜ ଉପରେ ଆଉ ଭଗବାନଙ୍କ ଉପରେ ଭରସା ରଖ। ତ୍ରିନାଲି କହିବେ ଆପଣ ଖୁବ୍ ସୁନ୍ଦର କଥା କହୁଛନ୍ତି। ଆପଣଙ୍କ କଥା ଶୁଣିକି ମୋତେ ମୋ ମାଙ୍କ କଥା ମନେ ପଡ଼ିଯାଉଛି। ସତରେ ଆପଣ ବହୁତ ଭଲ। ଏହାପରେ ସରସ୍ୱତୀ ଚାଲିଯିବା ବେଳେ ତାଙ୍କ ବେକରେ ଥିବା ଲକେଟ୍ ତଳେ ପଡ଼ିଯିବ, ଆଉ ସେ ଲକେଟ୍ ତ୍ରିନାଲି ଦେଖିବା ପୂର୍ବରୁ ସରସ୍ୱତୀ ତାକୁ ଉଠେଇ ନେଇ ଚାଲିଯିବେ ଆଉ ଭାବିବେ ଭଲ ହେଇଛି ତ୍ରିନାଲି ଏ ଲକେଟ୍କୁ ଦେଖିପାରେନି, ନହେଲେ ବହୁତ ବଡ଼ ଅସୁବିଧା ହେଇଯାଇଥାନ୍ତା। ଏପଟେ ତ୍ରିନାଲି କହିବେ ସେ ଲକେଟ୍ରେ କ'ଣ ଥିଲା, ଆଉ ସରସ୍ୱତୀ ଦେବୀ ଏମିତି ମୋ ପାଖରୁ ସେ ଲକେଟ୍କୁ ଲୁଚେଇ ଦେଲେ କ'ଣ ପାଇଁ? ମୋତେ ଏମିତି ଲାଗିଲା ଯେମିତି ସେଥିରେ ତେଜସ୍ଙ୍କ ପିଲାଦିନର ଫଟୋ ଥିଲା। ଏପଟେ ଭବାନୀ କହିବେ ସରି ତେଜସ୍, ମୋତେ କ୍ଷମା କରିଦେ। ମୁଁ ଗୋଟେ ଭୟଙ୍କର ଝିଅ ସାଥିରେ ତୋ ବାହାଘର କରିଦେଲି। ତେଜସ୍ କହିବେ ନାଇଁ ମା, ତମେ କେବେ ବି କିଛି ଭୁଲ କରିପାରିବନି। ତମେ ମୋତେ ଛୋଟରୁ କୋଳେଇ କାଖି ବଡ଼ କରିଛ, ମୋର ସବୁ ଅଳି ଅର୍ଦ୍ଦଳି ସହିଛ, ଆଉ ୟା ତୁଳନାରେ ମୁଁ ତମକୁ କେବେ କିଛି ବି ଦେଇନି, ଆଉ ଆଜି ତମେ ମୋତେ କ୍ଷମା ମାଗୁଛ? ଏସବୁ ମୋତେ ଜମା ବି ଭଲ ଲାଗୁନି ମା। ଦେଖ ମୁଁ ତମ ପାଇଁ କିଛି ବି କରିପାରିବି। ଭବାନୀ କହିବେ ଜାଣିଛୁ ତେଜସ୍, ତୁ ଯେତେବେଳେ ପ୍ରଥମ କରି ମୋ ପାଖକୁ ଆସିଥିଲୁ, ତୋର ସେ ନିରୀହ ଆଖି ଦିଟା ଦେଖିକି ମୁଁ ତତେ ନିଜର କରିନେଇଥିଲି। ମୁଁ ଭାବିଲି ଯେ ତୁ ମୋର ସବୁ କିଛି, ତତେ ମୁଁ ଦୂରେଇକି ରହିପାରିବିନି। ସେଇ ଦିନଠୁ ମୁଁ ତୋର ସବୁ ଇଚ୍ଛାକୁ ପୂରା କରିଛି, ନିଜ ଛାତିରେ ତତେ ଜାକି ଧରିଛି, ଆଉ ତତେ ମାର ସବୁ ଭଲ ପାଇବା ମୁଁ ଦେଇଛି। ତେଜସ୍ କହିବେ ସେ କଥା ମୁଁ ଜାଣିଛି ମା, ହେଲେ ଗୋଟେ କଥା ପଚାରିବି, ପ୍ରକୃତିରେ ମୋ ମା କିଏ ଥିଲେ? ତାଙ୍କର କିଛି ଫଟୋ ତମ ପାଖରେ ଅଛି? ଭବାନୀ କହିବେ ଲାଗୁଛି ମୋ ଭଲ ପାଇବା ଆଉ ସ୍ନେହରେ କିଛି ଗୋଟେ କମି ରହିଯାଇଛି, ସେଥିପାଇଁ ତ ତୁ ଆଜି ତୋ ପ୍ରକୃତ ମାକୁ ମନେ ପକାଉଛୁ।
ତେଜସ୍ କହିବେ, ସରି ମା, ମୋ କଥା ଯଦି ତମକୁ କଷ୍ଟ ଦେଇଥାଏ, ଏବେ ମୁଁ ତମକୁ ସେ ବିଷୟରେ ଆଉ କିଛି ବି ପଚାରିବିନି। ଏପଟେ ତେଜସ୍ କହିବେ, ବାହାଘର ଉପରୁ ମୋର ସବୁ ଭରସା ତୁଟିଗଲା ତ୍ରିନାଲି। ମୁଁ ଆଉ ତମ ପାଖକୁ କେବେ ବି ଫେରିବିନି। ଆମେ ଦି ଜଣ ଆଉ କେବେ ବି ଏକାଠି ହେଇପାରିବାନି। ଏପଟେ ସରସ୍ୱତୀକୁ ନେଇ ତ୍ରିନାଲି ଘରକୁ ଆସିବେ। ଆଉ ସେ ଶୋଇଥିବା ସମୟରେ ସେ ତାଙ୍କ ବେକରେ ଥିବା ଲକେଟକୁ ଦେଖିନେବେ। ଆଉ ଫୋନରେ କିଛି ସର୍ଚ୍ଚ କରିବେ। ଆଉ କହିବେ, ସ୍ୱାମୀ ମହେନ୍ଦ୍ର ସାହୁ, ନା ସରସ୍ୱତୀ ସାହୁ, ଆଉ ସନ୍ତାନ ଗୋଟେ ପୁଅ। ତା ମାନେ ଇଏ କଣ ମୋ ଶ୍ୱଶୁରଙ୍କ ସ୍ତ୍ରୀ, ମାନେ ମୋ ତେଜସ୍ଙ୍କ ମା? ସତରେ ଯଦି ଏମିତି ହେଇଥାଏ, ତାହେଲେ ମୁଁ ମୋ ତେଜଙ୍କ ସହିତ ୟାଙ୍କର ଦେଖା ନିଶ୍ଚୟ କରେଇବି।